ସମସ୍ତଙ୍କ ଜୀବନଟା ଯୋଗମୟ। ମା ଗର୍ଭରୁ ଆସିବା ପର୍ଯ୍ୟନ୍ତ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଏ ଜୀବନଟା ହେଉଛି ଯୋଗମୟ। ଯୋଗ କଲେ ଶାନ୍ତି ଲାଗେ, ଆନନ୍ଦ ଲାଗେ, ମନର ସ୍ଥିରତା ଆସେ, ଆଉ ଅଭାବ କିଛି ଅନୁଭବ କରିହୁଏ ନାହିଁ। ତାହେଲେ ଆମକୁ କାହିଁକି ଅଶାନ୍ତି ଲାଗୁଛି, କାହିଁକି ଦୁଃଖ ଲାଗୁଛି, କାହିଁକି ଯନ୍ତ୍ରଣା ଲାଗୁଛି, କାହିଁକି ଆମର ଅଭାବ ବୋଧ ହେଉଛି? କାରଣ ଆମେ ସବୁବେଳେ ଅନିତ୍ୟ ଯୋଗରେ ରହିଛେ। ଗୋଟେ ନିତ୍ୟ ଯୋଗ, ଗୋଟେ ଅନିତ୍ୟ ଯୋଗ। ଭଗବାନଙ୍କୁ ଛାଡ଼ିକି ଆମେ ଯାହା ସହିତ ଯୁକ୍ତ ହେଲେ ବା ମନୋନିବେଶ କଲେ ତାହା ହେଲା ଅନିତ୍ୟ ଯୋଗ। ଅନିତ୍ୟ ଯୋଗରେ ଦୁଃଖ, ଯନ୍ତ୍ରଣା, କଷ୍ଟ, ଅଶାନ୍ତ ଆଉ ଅଭାବ ବୋଧ ହେବ। କିନ୍ତୁ ନିତ୍ୟ ଯୋଗରେ ଶାନ୍ତି, ଆନନ୍ଦ, ଯନ୍ତ୍ରଣା ନାହିଁ, ଆଉ ଅଭାବ ବୋଲି କିଛି ବୋଧ ହେବ ନାହିଁ। ତେଣୁ କ୍ରିୟା ଯୋଗ ଅଭ୍ୟାସ କଲେ ପ୍ରଥମରୁ ଆପଣ ଅନିତ୍ୟ ଯୋଗରୁ ନିତ୍ୟ ଯୋଗକୁ ଆସିବେ। ବିନା କ୍ରିୟା ଯୋଗରେ ଆପଣ ଅନିତ୍ୟ ଯୋଗରୁ ସତ୍ ଯୋଗକୁ ବା ନିତ୍ୟ ଯୋଗକୁ ଆସିପାରିବେ ନାହିଁ। କ୍ରିୟା ଯୋଗ ପ୍ରଥମରୁ ଶିଖାଏ ଈଶ୍ୱର ପ୍ରଣିଧାନ କଥା। ଈଶ୍ୱର ପ୍ରଣିଧାନ କ'ଣ? ନା ଈଶ୍ୱରଙ୍କ ନିକଟରେ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପଣ କରିଦେବାଟା ହିଁ ଈଶ୍ୱର ପ୍ରଣିଧାନ ଅଟେ। ଆପଣ ଯାହା ଏ ବ୍ରହ୍ମାଣ୍ଡରେ ଦେଖୁଛନ୍ତି ତାହା ଏ ଶରୀର ମଧ୍ୟରେ ସବୁକିଛି ଅଛି। ତେଣୁ ଶାସ୍ତ୍ରରେ ଲେଖା ଅଛି, ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଏ ଶରୀରଟା ହେଉଛି ଏକ ସ୍ମଲ୍ ବ୍ରହ୍ମାଣ୍ଡ। ଯାହା ଆପଣ ବ୍ରହ୍ମାଣ୍ଡରେ ଆପଣ ଆଖି ଦେଖୁଛି ତା ଏ ଶରୀର ଭିତରେ ସବୁ ଅଛି। ଦେହ ଭିତରେ ସର୍ବବିଦ୍ୟା, ସର୍ବତୀର୍ଥ, ସର୍ବଜ୍ଞାନ ସବୁକିଛି ଏ ସ୍ମଲ୍ ବ୍ରହ୍ମାଣ୍ଡରେ ଅତି ସୂକ୍ଷ୍ମ ଭାବରେ ହିଁ ରହିଛି। ଯେ କ୍ରିୟା ଯୋଗକୁ ନିଷ୍ଠାର ସହିତ ଅଭ୍ୟାସ କରିବ, ଏତେ ବଡ଼ ବ୍ରହ୍ମାଣ୍ଡକୁ ନିଜ ଶରୀର ଭିତରେ ସେ ସଠିକ୍ କରିପାରିବ। ଯଦି କ୍ରିୟା ଯୋଗକୁ ଅଭ୍ୟାସ କରିବ, ଆମେ ଦୀକ୍ଷା ନେଲେ ଆମେ ଜଣେ କ୍ରିୟାବାନ ତା ଭୁଲ। ଯେ ଦୀକ୍ଷା ନେଇ ନିଜକୁ ଗୁରୁଙ୍କ ପାଖରେ ପୂର୍ଣ୍ଣ ସମର୍ପଣ କରିନଥାଏ ସେ କେବେ ଶିଷ୍ୟ ନୁହେଁ। ଯେ ଦୀକ୍ଷା ନେଇ ପୂର୍ଣ୍ଣ ସମର୍ପଣ କରେ ସେ ହେଉଛି ଶିଷ୍ୟ। ତେଣୁ କ୍ରିୟା ଯୋଗ ମୂଳରୁ ଶିଖାଏ କ'ଣ? ନା ପୂର୍ଣ୍ଣ ସମର୍ପଣ କଥା। ପାତଞ୍ଜଳ ଋଷି ତାଙ୍କ ଯୋଗସୂତ୍ରରେ ଲେଖିଛନ୍ତି, ତପ ସ୍ୱାଧ୍ୟାୟ ଈଶ୍ୱର ପ୍ରଣିଧାନାନି କ୍ରିୟା ଯୋଗ। ତପ ବାବା କହିଛନ୍ତି, ସ୍ୱାଧ୍ୟାୟ କହିଛନ୍ତି, ଈଶ୍ୱର ପ୍ରଣିଧାନ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପଣ କରିଦେବାଟା ହେଉଛି ଈଶ୍ୱର ପ୍ରଣିଧାନ। ଗୋଟିଏ ବ୍ରହ୍ମାଣ୍ଡରେ ଆଉ ଗୋଟେ ପିଣ୍ଡରେ। କ୍ରିୟା ଯୋଗ ଦୁଇଟି କଥା ଆଟ୍ ଏ ଟାଇମ୍ କହେ। କ୍ରିୟା ଯୋଗ ଅଭ୍ୟାସ କଲେ ତିନି ପ୍ରକାର ଉପକାର ମିଳିଥାଏ। ଗୋଟେ ହେଉଛି ଦେହ ସୁସ୍ଥ, ଗୋଟେ ହେଉଛି ମନ ସୁସ୍ଥ, ଆଉ ଗୋଟେ ହେଉଛି ଆତ୍ମ ଉପଲବ୍ଧି। ତେଣୁ ଦେହ ସୁସ୍ଥ ନ ରହିଲେ ମନ ବି ସୁସ୍ଥ ରହିବ ନାହିଁ। ମନରେ ପ୍ରଶ୍ନ ଉଠେ, ତାହେଲେ ଯାହାର ଦେହ ସୁସ୍ଥ ଅଛି ତା ମନ କ'ଣ ସୁସ୍ଥ ଅଛି? ମନ ବି ସୁସ୍ଥ ରହେ ନାହିଁ।
किंतु जा देह असुस्थ ता मन बेसी छटपट हुए, बेसी जंत्रणा एवं कष्ट टिके भोगे। जा देह सुस्थ अच्छे ता मन एते जंत्रणा एते कष्ट हुए, ए कष्ट अलगा से कष्ट मध्य अलगा। प्रत्येक कष्टर मूल रे किछि कारण रही। देखंदु ये संसार केवल भगवान को माया रे परिपूर्ण। जोठी आखि पड़िबो सबुठी माया, जोठी आखि पड़िबो एवरीथिंग इज माया, एवरीथिंग इज इल्यूजन। जिते उद्धव देखु तो नयने, जिया बा शुणु तो करने, ये सर्व सत्य नुहे किछि केवल माया मात्र लक्ष्य। हे उद्धव तू जहाँ देखुचु जहाँ शुणुचु, जेते उद्धव शुणु तू करने, जिया बा देखु तो नयने, ये सर्व सत्य नुहे किछि केवल माया मात्र लक्ष्य। जोठी आखि पड़ुचे सेठी ईश्वरंकर माया रे ये संसारटा परिपूर्ण है। भगवान सत ताले असत कौन पर सृष्टि कले? जदि असत आ सत सृष्टि न करते ये सृष्टिर आनंद बा लीला बा खेला किछि चली पार न था। समस्त सत रही था। भगवान ये सृष्टिर प्रवाह सत्य तृतीया द्वापर कली केमिति चली था। समस्ते बसी साधना करिथांते, समस्ते अंतर्मुखी होइथांते, समस्ते से मूल सत्ता सहित मिलन होगापाई चेष्टा करिथांते। तांको सृष्टि रे लीला आउ खेला केमिति होइथांता। तेणु भगवान को सृष्टि रे माया रहिले लीला आउ खेला हब, माया न रहिले लीला खेला हब नहीं। सेठी भगवान कहते मु गोटे पात्र रे विष आउ अमृत सृष्टि करिछि। तुमको अमृत ग्रहण करी विष को त्याग करिया को पड़िबो। तुम्हें सत्य को ग्रहण करी मिथ्या को त्याग करिबो। माया भितरे रही माया को जानी, माया को उपलब्धि करी, माया को अनुभव करी तुम्हें लीला कर। तुम्हें माया सहित पेशी ही जाई, सत्य को भूली जाई, सत्य ठारू दूरे जाई तुम्हें केबे लीला कर नहीं। तेणु क्रिया जोग अभ्यास कले आपण भल भाव माया को जानीपारे, माया को अतिक्रम करें एवं मायातीत ही ये संसार भितर रही भगवान को उपलब्धि एवं अनुभव करी आपण जीवन निर्वाह करेंगे।